फ्रेंड्स ଆପଣଙ୍କର ଫେଭରାଇଟ୍ ସିରିଏଲ ଟୋପି ମୁହଁରେ ଆପଣ ଦେଖିବାକୁ ପାଇବେନି। ଆଜି ସମସ୍ତ ଉପସ୍ଥିତ ଥିବା ସାମ୍ନାରେ ଚିକି କହୁଛନ୍ତି କି ଯେ ରୋହିତକୁ ତ ଶୀଘ୍ର ମେଡିକାଲକୁ ନେବାକୁ ହେବ, ନହେଲେ ହୋଇଥିବା ଜଖମ ଶରୀରରେ ଖେଳି ଯାଇପାରେ ଏବଂ ରିଆକ୍ସନ ମଧ୍ୟ ହେଇପାରେ। ରାତିରେ ପରେ ରୋହିତ କହୁଛନ୍ତି କି କଣ ଯେତେବେଳେ ଜଖମ ନ ହେଇଯାଉଛ, ଯେତେବେଳେ କିଛି ଜଖମ ହୋଇନାହିଁ ତ ରିଆକ୍ସନ କେତେବେଳେ ହେବ। ତ ଏହା କହିବା ପରେ ସେ ସାଇଲେଣ୍ଟ ରହିଯାଉଛନ୍ତି ଏବଂ ଅନ୍ୟମାନେ ତାକୁ ଆଶ୍ଚର୍ଯ୍ୟର ସହିତ ଅନଉଛନ୍ତି। ଏବଂ ଏହାପରେ ଚିକି ଆଗକୁ ଆସି ତାଙ୍କର ବ୍ୟାଣ୍ଡେଜକୁ ଜବରଦସ୍ତି ହଟାଉଛନ୍ତି ଏବଂ ଦେଖିବାକୁ ମିଳୁଛି ଯେ କିଛି ମଧ୍ୟ ହୋଇନାହିଁ। ଏବଂ ତାପରେ ସେ ପଛକୁ ଯାଇ କହୁଛନ୍ତି, ଆରେ ବାଃ, ଏ ତ ବହୁତ ବଢିଆ ବ୍ୟାଣ୍ଡେଜ, ଗୋଟେ ଦିନରେ ଜଖମ ଭଲ ହେଇଗଲା। ଏହା ଥିଲେ ତ ଡକ୍ଟରମାନଙ୍କୁ ଆଉ କିଛି କାମ କରିବାକୁ ପଡିବନି। ତ ସେ ପଛକୁ କହୁଛନ୍ତି, ତ କଣ କହୁଛ ଅବସ୍ଥି, ଦେଖିଲା ତ? ତାପରେ ରାମଚି ଯାଇ କହୁଛନ୍ତି, ତମର ଏହି ନାଟକ ଯୋଗୁଁ ଆଜି ସେ ଗୁଣ୍ଡମାନେ ତାକୁ ସେଠାରୁ ନେଇଗଲେ। ତ ସେଠାରେ ଜେଜେବାପା କହୁଛନ୍ତି କି ଆରେ କାହାକୁ କଣ ନେଇଗଲେ? ତ ସେଠାରେ ରାମ କହୁଛନ୍ତି କି ଆରେ ମୋ ଚିକିକୁ ସେମାନେ ନେଇଗଲେ। ତ ଏତିକି ପରେ କହୁଛନ୍ତି କି ଯେ ତମେ ବୁଝିପାରୁନ ବୋଧେ, ତମେ କାହାକୁ କଣ କହୁଛ? ତ ଏତିକି ପରେ ରୋହି ସେଠାରୁ ଚାଲି ଯାଉଛନ୍ତି ଏବଂ ତାଙ୍କ ପଛେ ପଛେ ଘରର ସବୁ ସଦସ୍ୟମାନେ ମଧ୍ୟ ସେଠାରୁ ଚାଲି ଯାଉଛନ୍ତି। ଏବଂ ରାମ ସେଠାରେ ବଡ଼ ପାଟିରେ ଚିଲ୍ଲାଉଛନ୍ତି କି ଯେ ସିଆ କହି ସେ ମଧ୍ୟ ତାଙ୍କ ପଛରେ ପଛରେ ଚାଲି ଯାଉଛନ୍ତି। ଏବଂ ଚିକି ଏହାପରେ କହୁଛନ୍ତି କି ଯେ ଏବେ ତ ସମସ୍ତଙ୍କ ଆଗରେ କେବେ ଭଲ ଲାଗେ ତୁ ଯିବୁ କୁଆଡ଼େ? ତ ଦର୍ଶକ ବନ୍ଧୁ ଏତିକିରେ ସିରିଏଲଟି ସମାପ୍ତ ହୋଇଛି। ଆଗକୁ ଜାଣିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ରହୁଛି, ନମସ୍କାର।